ଜୀବନରେ ଯେବେ ମୋର ଆସିବ ସନ୍ଧ୍ୟା, ସେହି ସନ୍ଧ୍ୟା ହେଉ ତୋର ଭଜନ ସନ୍ଧ୍ୟା। ପୁଣି ଲିଭିଗଲା ଏକ ବିରଳ ପ୍ରତିଭା, ଆଉ ଶୁଣିବାକୁ ମିଳିବନି ତାଙ୍କ ଭଜନ ଜଣାଣ। ନିଜର ସୁମଧୁର କଣ୍ଠରେ କୋଟି କୋଟି ହୃଦୟକୁ ବାନ୍ଧି ରଖୁଥିଲେ ସେ। ଓଡ଼ିଆ ସଙ୍ଗୀତ ଜଗତର ଜଣେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଭାବେ ସେ ଖୁବ୍ ଜଣାଶୁଣା। ଓଡ଼ିଆ ଭଜନ ଜଗତରେ ଯେଉଁ ବ୍ୟକ୍ତିଙ୍କ ନାଁ ସବୁବେଳେ ଆଗଧାଡ଼ିରେ, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ପ୍ରସିଦ୍ଧ ଭଜନ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅମରେନ୍ଦ୍ର ମହାନ୍ତି। ଆଜ୍ଞା ହଁ, ସେହି ପ୍ରସିଦ୍ଧ ଭଜନ ଗାୟକ ଆଉ ଆମ ଗହଳରେ ନାହାନ୍ତି। ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ସେ। ରାକ୍ଷସ ରୂପୀ କରୋନା ସହିତ ସଂଘର୍ଷ କରି କରି ଶେଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଓଡ଼ିଆ ସଙ୍ଗୀତ ଜଗତର ଏକ ଅଭୁଲା ସ୍ୱର ଆଜି ସବୁଦିନ ପାଇଁ ନୀରବ ହୋଇଯାଇଛି। 2021 ମସିହା ମେ 17 ତାରିଖ ତାଙ୍କ ପାଇଁ ଥିଲା କାଳ ଦିବସ, ଯେଉଁଦିନ ସେ ଆମ ସମସ୍ତଙ୍କୁ ପର କରି ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ଗତ 4 ଦିନ ଧରି ଭେଣ୍ଟିଲେଟରରେ ରହିବା ପରେ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଦେହାନ୍ତ ବେଳକୁ ତାଙ୍କୁ 63 ବର୍ଷ ହୋଇଥିଲା। କିଛି ଦିନ ପର୍ଯ୍ୟନ୍ତ ସେ ଜ୍ୱରରେ ପୀଡ଼ିତ ଥିଲେ, ହେଲେ ଜୀବନ ସହିତ ସଂଗ୍ରାମ କରି କରି ଶେଷରେ ହାରିଗଲେ ଅମରେନ୍ଦ୍ର। ତାଙ୍କର ବିୟୋଗରେ ଓଲିଉଡ୍ ଜଗତରୁ ଆରମ୍ଭ କରି ଓଡ଼ିଆ ଭଜନ ଇଣ୍ଡଷ୍ଟ୍ରି ସବୁଠାରେ ଏବେ ସୃଷ୍ଟି ହୋଇଛି ଏକ ବିରାଟ ଶୂନ୍ୟସ୍ଥାନ। କିନ୍ତୁ ତାଙ୍କର ପ୍ରତିଟି ଭଜନ ମାଧ୍ୟମରେ ସେ ଓଡ଼ିଶାର ଘରେ ଘରେ ସମସ୍ତଙ୍କ ହୃଦୟରେ ସ୍ମରଣୀୟ ହୋଇ ରହିବେ। ମୁଁ ତ ବଡ଼ ଦେଉଳର ପାରାଠୁ ଆରମ୍ଭ କରି ଚାଲ ବେଗି ବେଗି ଯିବା ସଙ୍ଗୀତ ଭଳି ବହୁ ସୁପରହିଟ୍ ଭଜନ ଓ ଜଣାଣରେ ଥିଲା ତାଙ୍କରି ନିର୍ଦ୍ଦେଶନା। ସେହିପରି ଓଡ଼ିଆ ଫିଲ୍ମ ଜଗତରେ ମଧ୍ୟ ସେ ଅନେକ କାମ କରିଛନ୍ତି, ଯାହା ଦର୍ଶକମାନଙ୍କୁ ଖୁବ୍ ପସନ୍ଦ ଆସିଛି। ଆଜି ବି ସମସ୍ତଙ୍କ ମୁହଁରେ ତାଙ୍କରି ହିଁ ଗୀତ ଥାଏ, ଯେମିତିକି ପୁଚୁକି ଗାଲି ଭେଷଣ ବାଲି, ଚାନ୍ଦର ଚାନ୍ଦିନୀ, ଶୋଇଯା ମାମା ପରି ସୁପରହିଟ୍ ଗୀତରେ ସେ ନିର୍ଦ୍ଦେଶନା ଦେଇଥିଲେ। ଆଜି ତାଙ୍କର ଅକାଳ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ଏବଂ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ 8 ଓଡ଼ିଆ।